କିନ୍ତୁ ବର୍ତ୍ତମାନ ଯୋଉ ପାଣ୍ଡିଆନକୁ ନେଇକି ଚର୍ଚ୍ଚା ହଉଛି ଯେ ସିଏ ଦଳରେ ଏବେ ବି ସକ୍ରିୟ ଅଛନ୍ତି। ମୁଁ ଶୁଣନ୍ତୁ ମୁଁ ଦିଟା ଦୃଷ୍ଟିରୁ ବିଚାର କରେ ମୁଁ ପାଣ୍ଡିଆନକୁ। ପାଣ୍ଡିଆନ ଜଣେ ଯୋଉ ଆଡମିନିଷ୍ଟ୍ରେଟର ହିସାବରେ ଆଇଏଏସ୍ ଅଫିସର ଆମର ନବୀନ ବାବୁଙ୍କର ସେ ପ୍ରାଇଭେଟ ସେକ୍ରେଟାରୀ ଥିଲେ। ପ୍ରାଇଭେଟ ସେକ୍ରେଟାରୀ ସେ ଏଫିସିଏଣ୍ଟଲି ଯାହା କାମ ତାଙ୍କର କରିଛନ୍ତି। ତେଣୁ ପାର୍ଟି ସହିତ ତାଙ୍କ ସହିତ କଣ ସମ୍ପର୍କ ରହିବା କଥା। ମୁଁ ଯେତେବେଳେ ପାର୍ଟିରେ ଜଏନ କଲା ପରେ ସେ ସାଙ୍ଗେ ସାଙ୍ଗେ ଇଲେକ୍ସନ ହେଇଛି ତାପରେ ସେ କହିଥିଲି ମୁଁ ପାର୍ଟିରୁ ଇସ୍ତଫା ମୁଁ ପାର୍ଟିରେ ଆଉ ନାହିଁ ପାର୍ଟିରେ ଇସ୍ତଫା ଦେଲି କଥା ସେ କହିଛନ୍ତି। ସେଇଟାକୁ ସେ କାର୍ଯ୍ୟକ୍ରମ କରିବା ଦରକାର। ଜଣେ ଯୋଉ କଥା କହିଛି ସେ କଥା କାର୍ଯ୍ୟକ୍ରମ କରିବା କଥା। କିନ୍ତୁ ଯୋଉ କଥା ସାଧାରଣ ଭାବରେ ଆସୁଛି ଲୋକଙ୍କ ମତରେ ଆସୁଛି ସାଧାରଣ ଲୋକ ଆମେ ଯୋଉମାନେ ଗ୍ରାସ ରୁଟରୁ ଆସିଛୁ ଲୋକ ସେଇ ଫ୍ୟାକ୍ଟରଟା ପାଣ୍ଡିଆନ ଫ୍ୟାକ୍ଟରଟାକୁ ସମସ୍ତେ କେହି ଗ୍ରହଣ କରୁନାହାନ୍ତି। ଆଉ ଗତକାଲି ନିଜେ ବୁଝିବା କଥା ନିଜେ ସେ ଇଏ ଲୋକ ଶିକ୍ଷିତ ଲୋକ ଜ୍ଞାନୀ ଲୋକ ବୁଝିବା କଥା ଯେ ଓଡିଶା ଲୋକ କଣ ଚାହୁଁଛନ୍ତି। ଆଚ୍ଛା ପାଣ୍ଡିଆନ ନିଜେ ବି ବୁଝୁନାହାନ୍ତି ଯେ କର୍ମୀ କଣ ସେ ଯଦି ଚାହୁଁଛନ୍ତି। ବୁଝୁଥାନ୍ତେ ତାହେଲେ ଏ କଥା ଆଲୋଚନା ସିଧା ତ ସେ ନିଜେ କହିଦେବେ ମୁଁ ଭାବୁଛି ତାଙ୍କ ବିଷୟରେ ଯେତେବେଳେ କଥା ତାଙ୍କ ଲୋକ ଉଠୁଛନ୍ତି ନବୀନ ବାବୁ କହିବା ଆବଶ୍ୟକତା ନାହିଁ। ସେ ନିଜେ କହିଥାନ୍ତେ ମୁଁ ତ ନେଇଯାଇଛି ଆଜ୍ଞା ମୁଁ ଏଥିରେ ବିଜୁ ଜନତା ଦଳ କଥାରେ ମୋର କିଛି ମୁଁ ହସ୍ତକ୍ଷେପ କରୁନି। ସେ ନିଜେ କହିଦେଲେ କଥା ସବୁ ଫାଇନାଲ ହେଇଯାଆନ୍ତା। ହୁଁ। ନିଜେ ଯଦି ସେ କହିଦିଅନ୍ତେ ତାହେଲେ ସେ ନିଜକୁ ନ କହୁଛନ୍ତି ବୋଲି କଥାଟା ଆସୁଛି ଆଲୋଚନା ହଉଛି। ହୁଁ। ଯଦି ସେ ନିଜେ କହିଥାନ୍ତେ ମୁଁ ତ ନେଇଛି ଥରେ କହିଛି ମୁଁ ପାର୍ଟି ସହିତ ସମ୍ପୂର୍ଣ୍ଣ ନାହିଁ କିଛି ନାହିଁ ମୋର ମୁଁ ନିଜ କାର୍ଯ୍ୟକ୍ରମ କରିବି। ସେ ଯଦି ସେ କଥାଟା ପୁଣି ଥରେ କହିଦେଲେ ଯେତେବେଳେ ଦାନା କଥା ଉଠୁଛି ସେ କହିଦେଲେ ସରିଯାଆନ୍ତା କଥା। ଆଜ୍ଞା କିନ୍ତୁ ବର୍ତ୍ତମାନ ଯୋଉଭଳି ଭାବେ ପାର୍ଟି ଢାଞ୍ଚାରେ ଚାଲୁଛି ଯେ ଆପଣଙ୍କୁ ନାଲି ଆଖି ଦେଖେଇଲେଣି ନବୀନ ବାବୁ। ନାଇଁ କିଛି ଆମକୁ ନାଲି ଆଖି ଦେଖୁନାହାନ୍ତି। ଆମେ ଶୁଣନ୍ତୁ ଆମେ ସବୁ ଗଣତନ୍ତ୍ର ଉପରେ ବିଶ୍ୱାସ କରୁ ନବୀନ ବାବୁ କେହି ନାଲି ଆଖି ଦେବେ ଆମେ କଣ ବ୍ୟକ୍ତିଗତ କାରରେ ଆମେ କଣ ଚାକିରି ବାକିରି କରୁଛୁ ନା ନାଲି ଆଖି କାହାକୁ ଦେବେ କଥା। ତ ଗୋଟେ ପାର୍ଟି ଗୋଟେ ବିଶ୍ୱାସରେ ସବୁ ଚାଲେ। ଆଉ ଏତେ ନାଲି ଆଖି କାହାକୁ କିଏ ଦେଖିବ। ବର୍ତ୍ତମାନ ସେ ବିଶ୍ୱାସ ନାହିଁ ଦଳ ଭିତରେ। ମାନେ ବର୍ତ୍ତମାନ ବିଶ୍ୱାସରେ ଚାଲିଛି ବର୍ତ୍ତମାନ ଯେତେ ଚାଲିଛି ଯୋଉଦିନ ପାର୍ଟି ବିଶ୍ୱାସ ଚାଲିଯିବ ସେ ପାର୍ଟି ଚାଲିଯିବ। ତେଣୁ ବିଶ୍ୱାସରେ ଚାଲିଛି ବୋଲି ବର୍ତ୍ତମାନ ପାର୍ଟି ଅଛି 51 ଲୋକ ଆମ ପୋଜିସନରେ ଅଛନ୍ତି ଇଏ ଅଛନ୍ତି ପାର୍ଟି ଫଙ୍କସନ କରୁଛି। କିନ୍ତୁ ଗୋଟେ ପ୍ରକାର ଯଦି ଶୁଣିବା ତାହେଲେ ନବୀନ ବାବୁ ପାଣ୍ଡିଆନକୁ ଛାଡି ପାରିବେ ନାହିଁ ଏଭଳି ସ୍ଥିତି ମଧ୍ୟ ଦେଖାଯାଉଛି। ତିନି ଥର ନାଇଁ ସେ ତାଙ୍କୁ କଥା ଜଣେ ବ୍ୟକ୍ତିଗତ କାହିଁକି ଛାଡ଼ିବେନି କଥା। ସିଏ ତ ନିଜେ କହିଛନ୍ତି କହିଲେ ସେ ନାହାନ୍ତି ବୋଲି ଏ କଥା ତ କହୁଛନ୍ତି। ତ ଛାଡି ପାରିବିନି କଣ ପାଇଁ ସେ ତ ପାର୍ଟିରେ ତ ନାହାନ୍ତି ବୋଲି କହୁଛନ୍ତି କାହିଁ ଛାଡି ପାରିବିନି। ଦଳକୁ ଏଇଟା କ୍ଷତି ପହଞ୍ଚାଉନି। ହଁ ମୁଁ କଣ କହୁଛି ମୋ କଥା କ୍ଲିୟର ହନ୍ତୁ ସିଏ ନିଜେ ଯଦି ପାଣ୍ଡିଆନ ଗୋଟେ ବଡ କ୍ଷତି ହଉଛି ପାଣ୍ଡିଆନ ନିଜେ ପାର୍ଟି ଇଏ କରିକି କହିଦିଅନ୍ତା ଯେ ମୁଁ ତ ପୂର୍ବରୁ କହିଦେଇଛି ମୁଁ ଦଳ ସହିତ ନାହିଁ କି ଆମକୁ ଦଳ ସହିତ ହସ୍ତକ୍ଷେପ ନାହିଁ। ଏଇ ଗୋଟେ କଥା କହିଦେଲେ ଆଉ ଦଳର କିଛି କ୍ଷତି ହୁଅନ୍ତାନି। ଗୋଟେ ପଏଣ୍ଟ ଉପରେ କହିଦେଲେ ସେ ସବୁ ସରନ୍ତା କଥା। ଆଜ୍ଞା ଆଜ୍ଞା। ଆଉ ଏତେ ପଚାଶ ଆଡକୁ ଯାଆନ୍ତାନି ସେଇ ଯୋଉ କହୁନାହାନ୍ତି ବୋଲି ଏତେ ଆଲୋଚନା ହଉଛି। ସେ ନିଜେ ତାଙ୍କ ବିଷୟରେ ସମସ୍ତେ କହୁଛନ୍ତି ସିଏ କହିଦେଲେ ଭଲ ସରନ୍ତା। କେହି ଏକ୍ସପ୍ଲାନେସନ ଦେବା ଦରକାର ଆବଶ୍ୟକତା ନାହିଁ।